କରୁଥିବେ ନା ରଶ୍ମି 4 ନମ୍ବର ସ୍ତ୍ରୀଟା ଭାରି ଖାଇଲା ବେଲା ତା ପାଖକୁ ଟିକେ ଫୋନ୍ ଲଗାଇ କ'ଣ ଦରକାର ନେଇକି ଯିବା। ହ୍ୟାଲୋ, ଆରେ କ'ଣ ଭଲରେ ଅଛଟି? ଆରେ କ'ଣ ଘରକୁ ନେବି? କ'ଣ 4 କିଲୋ ମଟନ ବାହାରେ ଖାଇଥିଲୁ ନା କ'ଣ? ତାପରେ ଆପଣ ଚୁଗୁଡ଼ି 4 କିଲୋ ସେଟା କ'ଣ ଖାଇଦେବ ନା ମତେ କ'ଣ? ଅଣ୍ଡା ରୋଲ 8ଟା ସେଟା ପାଖରେ ଦେଖିଥିଲ ନା କ'ଣ? ସେ ସବା ଖାଇ 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 ମତେ ଖାଇଦେବ ନା କ'ଣ? ଚୁପ୍ ଚୁପ୍ ସବା ଖାଇଗଲା ଏତେ ଖାଇଯିବ। ଓ ମହାନ୍ତି ବାବୁ ତୁ ସବୁବେଳେ ଖାଲି କ'ଣ ସେ ମା ପାଖରେ କାହିଁ ଅଟକୁଛୁ ମୁଁ ଜାଣିପାରୁନି। ଆରେ ମହାନ୍ତି ବାବୁ ତମେ ଯୋଉ ଗେଟ ଉପରେ ଅଛ ଏ ଯୋଉ MLA ଇଲେକ୍ସନ ଟିକେଟ ଟା ତମର। ଆରେ ବାହାରିଲଣି ନା? କେତେ ଦିନ ହବ ବାହାରିଲଣି? ମତେ ପଚାରୁଛୁ ବାହାଘର କଥା? ମୋର 8 ଦିନ ହେଲା ହେଇଛି ଆଉ। ଏଇ ଦେଖ ସେଟା କେତେ ଗର୍ବରେ କହୁଛି ବାହାଘର ହେଲାଣି 8 ଦିନ। ହେଲେ ଆଠ ଭଳିଆ ଲୋକ ପୁଣି ଖଟ ଭାଙ୍ଗି ସାରିଲା। ତୁ ଶଳା ବି ଆଇଛୁ କ'ଣ ମୋ ଖଟ ଭାଙ୍ଗିଛି କୋଉଠି କଣା ଫଣା ହେଇଥିବ ତା ମରାମତି କରିବୁ କି? ମହାନ୍ତି ବାବୁ ମୋ ମାଇକି ପଇସା କୋଉ ଦିନ ଦବ? କ'ଣ ମଲା ପରେ? ରହ ତୁ କାହିଁ ଏତେ ବ୍ୟସ୍ତ ହଉଛୁ? ତୁ ଜିନ୍ଦଲ କାନ୍ଥର ରଡ଼, ତୁ କ'ଣ ଏତେ ଶୀଘ୍ର ମରିବୁ? ଆଉ 8 ଦିନ ଯାଉ, ବନ୍ଧୁବାନ୍ଧବ ଗଲା ପରେ ପଇସା ପାଇବୁ। ଏତେ ଦିନ ଗୋଟିଏ ଟଙ୍କା ଦବ ନା କ'ଣ? ଆରେ ହଁ ଛାଡ଼ିଦେବି, ହେଲେ ଗୋଟିଏ କଣ୍ଡିସନରେ। ବଡ଼ ଚଉରା ପାଖରେ ଶୁଣିକି ଆଇଲି ତମ ମାଇକିଆଟା ଭାରି ସୁନ୍ଦରୀ, ତାକୁ ଟିକେ ଡାକୁନ, ଟେକିକି ଦେଖିଦେବି। କ'ଣ ଟେକିବୁ ବେ କହୁଛୁ? କ'ଣଟା ଟେକିବୁ? ଆରେ କ'ଣ ଦେଖିବି? ସାଡ଼େ କାହିଁ ଯାଉଛ? ତା ଓଢ଼ଣୀ ଟିକେ ଦେଖିଥାନ୍ତି, ଡାକୁନ, ଏଟା ଟିକେ ଡାକ। ମା ଉଲି ଉଲିର ମା ୟାର ଟିକେ ଆଇଲୁ, ତାର ଟିକେ ଟେକୁନ ଦେଖିବି। ଅଭଦ୍ରଟା କିରେ, ଦେଖିଲେ କ'ଣ ଦେଖିବୁ? ଶଳାଟା ମୋର ଟେକୁଛି ଦେଖୁନୁ। ଆରେ ସିଆଡ଼େ କାହିଁ ଯାଉଛ? ତା ଓଢ଼ଣା ଟେକ ମୁଁ ଦେଖି। ସେ ପରା ରାଜି ହଉନି। ବଟ ଭାଇ ଏଇଥିପାଇଁ ଯେ ତା ନାଁଟା ହଉଛି କ'ଣ? ଡୁଙ୍ଗୁରୁ ଭୋଳ। ଆଜିର ନାଟକ, ଆଜିର ନାଟକ, ଆଜିର ନାଟକ। ହଇଚଇ କରିବ, ହଇଚଇ କରିବ। ମାଡ଼ି ମାଡ଼ି ଆସ, ମାଡ଼ି ମାଡ଼ି ଆସ। ଡୁଙ୍ଗୁରୁ ଭୋଳ ଅଟ ଭିତରେ କରିବ ଖେଳ, କରିବ ଖେଳ। ତା ନାଁ ଧରନି। ସେ ପିଲାଟା ଭଲ, ହେଲେ ଗୁଣ ସେଟା ଖରାପ। ଆରେ ସେଟା ଗୋଟେ ମାଗିଖିଆ, ମାଗିକି କ'ଣ ଖାଉଛି? କହୁନ ତାକୁ ରୋଷେଇ କରି ଖାଉ। ଆରେ ଛୁଆ ଟୋକିଟାକୁ ଭଲ ପାଇ ବାହାରିଲୁନୁ, ଗୋଟେ ଅଧା ବେଲାଚିଆଟାକୁ ଭଲ ପାଇଲୁ। କାହାକୁ ଭଲ ପାଇଲା ସେ? ଆରେ ତା ନାଁଟା କ'ଣ? ତା ନାଁଟା ହଉଛି ବୋଧେ ବର୍ଷା ମାଇଁ ଡାଲି। ଓ ବର୍ଷା ଖୁଡ଼ି, ତା ମା ବିଧବା କି? ତା ବାପା ନାହିଁ, ତା ବାପା ତାକୁ। ହଁ, ବାପା ନଥିବା ଛୁଆମାନେ ଏମିତି କରନ୍ତି। ସେ ଘୋଡ଼ା ମୁଇଁ ମୋ ସାମ୍ନାରେ ପଡ଼ନ୍ତା କି ତା ଖାଲି ଅବାଗିଆ ଜାଗାରେ ଅଟକି ଯାଉଛି। ମୋର କ'ଣ ହେଇଯାଉଛି? ସେ ଲୀଳା କଲେ ମୁଁ କିଣା ନେଲି। କିଛି ଅସୁବିଧା ହବନି। ଆରେ ବିଶ୍ୱାସ କରିବନି, ମୁଁ ଏ ଗାଁ ଛକ ଏଇ ମନୁଆ ପାନ ଦୋକାନ ପାଖକୁ ଆସିଲି ପାନ ପାଇଁ। ମୋ ଗାମୁଛା ଟାଣି ନେଇଗଲ, ଇଜ୍ଜତ ମତେ ଛାଡ଼ିଦେଲେ। ଇଜ୍ଜତ ଛାଡ଼ିଦେଲ ତ? ତାପରେ କ'ଣ? ତାପରେ ଆଉ କ'ଣ କହିବି ସେ କଥା? ଆଉ ମୁଁ କ'ଣ କଲି ନା? ଆରେ ମୁଁ ଶୁଣୁଥିଲି କୁଆଡ଼େ କିଏ ଗୋଟା କହୁଥିଲା ସେ ଦୋକାନରେ ତ ଗୌର କ'ଣ ଗୋଟା ହଉଛି ବୋଲି। ଆରେ ବିଶ୍ୱାସ କରିଲେ ବି ହଉଛି। ତ ଗୌର ଏପର୍ଯ୍ୟନ୍ତ ବି ହଉଛି। ଆରେ